ଦେଖିଲୁ ଦେଖିଲୁ ଜୋରନ୍ଦା ଗାଁରେ ମୋର କେତେ ସାହୁ ସାନ୍ତ ମାନେ ବସିଛନ୍ତି ଲୋ ଏ ନାନୀ ଲୋ ସାହୁ ସାନ୍ତକୁ ଛାଡେ ଦେଖିଲ ଜୋରନ୍ଦା ଗାଁରେ କେତେ ଗଜା ଗଜା ଭେଣ୍ଡିଆ ବଇଛନ୍ତି ଲୋ ଗାଁରେ ଯାତ୍ରା ଚାଲିଛି ଯୁଆଡେ ଗଲେ ଖାଲି ଭେଣ୍ଡିଆ ଭେଣ୍ଡିଆ ଦେଖିଲେ ମତେ ହକଣ ହେଇଯାଉଛି ନାନୀ ଏ ଝିଅ ଅଲୋ ତୋର ପରା ବୟସ ପଡିଛି ସତେ ଲୋ ସେ କଥା ଛାଡେ ଆଉ न जानी न सुनी छोट जातिर छियो गाँ मझकी पसी आसीछि केरे बने निंदा हबल नानी किलो दूर पाखकु जाइछि न मो साउंकर पाद छुइबिनी खंडे बाटा दूर रे थाई मो साउंक तो मुंडिया के मारी हां चाइलु टिके मुंडिया मार देबा ए मोर जोरना गाँ रे साउ संत माने ए मोर भाई भाई ना माने तुमको एठे कंटा नाली घर गछा एकटा घर बहु ए ढोलिया घर बहु गौ ए दीपू भाउ जगौ एडा नई पड़ी तुमको जुहार होउछि गौ गोटे समाज शिक्षा दे सतेलो मो मा संतानी माने को गोटे समाज शिक्षा दे जाउ मा संतानी माने के गुडा होतन पे बइ छथि मा संतानी मानिला तुम हाथ रे काच बजर हेथौ मथार सुंदर सुंची दाउ दाउ हेथौ सासु ससुर होउ छुंती देवता समान से मानकर पाद सेवा करी बोला मा माने से मानकर पाद सेवा करले धनवती हबो पुत्रवती हबो अहिस लक्षणी है अहि डेंगुरा बाजी मसाणी की जीव तम पुओ झियो तम सासु ससुर को कांधरे ए झियो ओलो एतिकी कहि जाउचिला मा संतानी माने तुमको एठे नई पड़ी गिरी उड़ी ए उड़ी को होती को आले नानी हेलो की एडा कुथिला की गो की है की गो मेरे की है ए झियो ओलो जणे डाकुथिला हमर गां सारा मास मौसम देखिलो कत बइ छथि ए झियो ओलो नानी की एडा की दला मते पाटी की ना
ଅରୁନ୍ଧତୀ ଡାକୁଛି ହଁ କିଲୋ ଖାଲି ଅରୁନ୍ଧତୀ ଆସିନି ତା ଭଉଣୀ ଚମ୍ପାବତୀ ଆସିନି ଆଉ ଏ ଝିଅ ଆଇଲା ପଚାରିବି ସେ ସତ୍ୟ ଯୁଗ କାହାଣୀ ପଚାର ଭଲ କି ସେ ସତ୍ୟରେ ଡାକୁଛି ମୁଁ କଳିରେ ପଚାରିବି ଭଲ କି ମତେ ପଚାରିଲୁ ଏ ଶୁଣ ଚଣ୍ଡାଳ ନନ୍ଦନ ଗୋ ଆଉ ଶୁଣ ଚଣ୍ଡାଳ ନନ୍ଦନ ଆଉ ଶ୍ରୀକ୍ଷେତ୍ର ଆସିଲେ ସହିତ ପ୍ରାଣ ଧନ ଏକ ଜନାରୀ ଘରେ ଭଜନ କଲେ ବହନ ଆଉ ଚଣ୍ଡାଳୀ ନାମ କହିବ ଗୋ এই চন্ডাই নামক হিবা ଆଉ ବାର ତିଥି ମତେ ବତାଇ ଦେବ ମୋ ସ୍ୱାମୀ ହେବ ମୋ ସ୍ୱାମୀ ହେବ ଆଜି ମୋର ଛେଜରେ ଶୋଇବା ମୋ ଖଇତା ହେବ ଆରେ ସରୁ କଥା ପରିଚୟ ମାଧ୍ୟମରେ ଦେଇଦେଲି କହୁଛି ଆଜ୍ଞା ଟିକେ ଆସମ ବ୍ରହ୍ମ ବ୍ରାହ୍ମଣୀ ଡାକୁଅଛି ପରା ବଶିଷ୍ଠ ପୁଣି କେତେ ବଶିଷ୍ଠ ଥିବାକୁ ରହିବା ଦରକାର କହିଲା ସତ୍ୟ ଯୁଗ କଥା କହୁଛି ବୁଝିଲୁ ମୁଁ ତୋର ନାମ କଣ ପରିଚୟଟା ଦେଲି ବୁଝିଲୁ ଘା କରିଦେବୁ ଶୁଣଲ ପ୍ରାଣ ସଙ୍ଗାତ ଲୋ ଶୁଣଲ ପ୍ରାଣ ସଙ୍ଗାତ ଶୁଣଲ ପ୍ରାଣ ସଙ୍ଗାତ ଲୋ ଶୁଣଲ ପ୍ରାଣ ସଙ୍ଗାତ ଜଗନ୍ନାଥ ସଂସ୍କୃତିରୁ ବର୍ଣ୍ଣିତ ନାରୀ ରତନ ନାରୀ ରତନ ଚୈତନ୍ୟ କଥା ହେବ ପ୍ରମାଣ ମୋ ଜୀବଧନ ଶ୍ରୀୟ ଚଣ୍ଡାଲୁଣୀ ନାମ ଲୋ ଶ୍ରୀୟ ଚଣ୍ଡାଲୁଣୀ ନାମ ସହିତ ମଙ୍ଗଳ ପୂଜା କରିଲ ପରେ ବର୍ଣ୍ଣନ ଯାହା ছিল ଶାସ୍ତ୍ର ବିଧାନ ପରେ ବର୍ଣ୍ଣନ ହଁ ଛିଡ଼ା ହୁଅନ୍ତୁ କଣ୍ଟାନାଳୀ ମେହେନ୍ତର ଆପଣ ହଉଛନ୍ତି ଆପଣ ଜୋରନ୍ଦାର ମେହେନ୍ତର ଏବଂ ଝାଡୁଦାର ଆପଣ ହଉଛନ୍ତି ଆତିଣ୍ଡାର ଝାଡୁଦାର ଏବଂ ମେହେନ୍ତର ଜୋରନ୍ଦା ଆତିଣ୍ଡା ମଝିରେ ଖାଲି ରେଣ୍ଟଡି ଅଛି ବୁଝିଲେ ନାଇଁ ଏପା ଖଡି ଜୋରନ୍ଦା ସେପା ଖଡି ଆତିଣ୍ଡା ମୋଢଡି ଠିକ ମଝି ସେଣ୍ଟର ରେ ପଡିଛି ମୋଢଡି ଠିକ ମଝି ରେଣ୍ଟରେ ପଡିଛି ଜୋରନ୍ଦାକୁ ଅଧେ ପ୍ଲସ ଆତିଣ୍ଡାକୁ ଅଧେ